ସାଙ୍ଗମାନେ ଗୋଟେ ବାପାର ଛାତି ସେତେବେଳେ ଚଉଡ଼ା ହୋଇଯାଏ ଯେତେବେଳେ ତାଙ୍କ କାନ୍ଧରେ କାନ୍ଧ ମିଶାଇବା ପାଇଁ ପିଲାମାନେ ବଡ଼ ହୋଇଯାଆନ୍ତି। ଆମ କେନ୍ଦ୍ରାପଡ଼ାରୁ ପଟ୍ଟାମୁଣ୍ଡେଇ ଯିବା ବାଟରେ ଗଗୁଆ ବଜାର ପଡ଼ିଥାଏ। ଏହି ବଜାର ଲାଷ୍ଟ ଏଣ୍ଡର ଲେଫ୍ଟ ସାଇଡ଼୍ରେ ଅଛି ପଞ୍ଚୁ ଭାଇଙ୍କର ସ୍ପେଶାଲ ଜଳଖିଆ ଦୋକାନ। ଏହି ଦୋକାନରେ ଆପଣ ବିରି ବରା, ଭେଜିଟେବୁଲ୍ ଚପ୍, ସିଙ୍ଗଡ଼ା ଆଉ ପଞ୍ଚୁ ଭାଇଙ୍କର ସ୍ପେଶାଲ ବାଡ଼ିଆ ପିଆଜକୁ ମଟର ଆଳୁ କଷା ପାଇପାରିବେ। ସାଙ୍ଗମାନେ ତାଙ୍କର ଦୁଇ ପୁଅ ପାଠପଢ଼ା ସହିତ ବାପାଙ୍କ ଦୋକାନ କାମରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତି। ପ୍ରତିଦିନ ରାତି 3টাରୁ ଉଠି ପଞ୍ଚୁ ଭାଇ ନିଜେ ସବୁ ଜିନିଷ ପ୍ରିପାରେସନ୍ କରନ୍ତି ଆଉ ଦିନସାରା ହସି ହସି ଲୋକମାନଙ୍କୁ ଏତେ ସୁନ୍ଦର ଖାଇବା ପରସି ଦେଇଥାନ୍ତି। ସକାଳେ ଆଉ ସନ୍ଧ୍ୟାରେ 2 ଟାଇମ୍ ଅକ୍ଲାନ୍ତ ପରିଶ୍ରମ କରି ପଞ୍ଚୁ ଭାଇ ସବୁ ଜିନିଷର ତଦାରଖ ନିଜେ କରନ୍ତି ଆଉ ପିଲାମାନଙ୍କର ସହଯୋଗ ପାଇ ସେ ଆହୁରି ଖୁସିରେ ମଧ୍ୟ ଲୋକମାନଙ୍କୁ ପରସି ଦେଇଥାନ୍ତି ଏତେ ସୁନ୍ଦର ସୁନ୍ଦର ଜିନିଷ। ସାଙ୍ଗମାନେ ଖେଳିବା ବୁଲିବା ବୟସରେ ପିଲାମାନଙ୍କର ବାପାଙ୍କୁ ସାହାଯ୍ୟ କରିବା ଆଉ କର୍ତ୍ତବ୍ୟନିଷ୍ଠ ମନୋଭାବ ଦେଖି ମୋତେ ବହୁତ ଖୁସି ଲାଗିଲା। ଆଉ ଏହି ଦୋକାନରେ ପଞ୍ଚୁ ଭାଇଙ୍କର ବାଡ଼ିଆ ପିଆଜିକୁ ଆଳୁ କଷା ଟେଷ୍ଟ କଲା ପରେ ଖୁସିଟା ଆହୁରି 2 ଗୁଣ ହେଇଗଲା। ରୋଡ଼ ସାଇଡ଼ ଦୋକାନ ହେଲେ ମଧ୍ୟ ଏଠି ସବୁ ଜିନିଷ ଆପଣ ସଫାସୁତୁରା ପାଇବେ। ଆମ କେନ୍ଦ୍ରାପଡ଼ା ଭାଇ ଭଉଣୀମାନଙ୍କୁ ଗୋଟିଏ ଅନୁରୋଧ, ପଞ୍ଚୁ ଭାଇଙ୍କର ପରିବାରର ହସ ଖୁସି ପାଇଁ ବଳଦେବ ନିକଟରେ ପ୍ରାର୍ଥନା କରନ୍ତୁ ଏବଂ ଗୋଟିଏ ଲାଇକ୍ ଦୟାକରି